ଏହି କାର୍ତ୍ତିକ ମାସ ଶେଷ ହେବା ପୂର୍ବରୁ ତୁରନ୍ତ କରିଦିଅନ୍ତୁ ଏହି ତିନୋଟି କାମ। ଜୀବନରେ କେବେ ବି କୌଣସି ବି ବାଧା ବିଘ୍ନ ସବୁ ଦୁଃଖ କଷ୍ଟ ଆସିବ ନାହିଁ। ତେବେ କଣ ସେହି ତିନୋଟି କାମ ଆସନ୍ତୁ ଜାଣିବେ। କିନ୍ତୁ ଜାଣିବା ପୂର୍ବରୁ ହେ ପ୍ରଭୁ ଶ୍ରୀହରି ବିଷ୍ଣୁ ଯିଏ ବି ଆପଣଙ୍କର ଏହି ଭିଡ଼ିଓକୁ ନେଇ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ତାଙ୍କର ସମସ୍ତ ଅଧା ଅଧୁରା ମନସ୍କାମନାକୁ ଆପଣ ପୂର୍ଣ୍ଣ କରିବେ। ଏହି କାର୍ତ୍ତିକ ମାସଟି ହେଉଛି ଭଗବାନ ଶ୍ରୀହରିଙ୍କର ଅଧିକ ପ୍ରିୟ ମାସ। ଆଉ ଏହି ମାସକୁ ଶାସ୍ତ୍ରରେ ଦାମୋଦର ମାସ ବୋଲି ମଧ୍ୟ କୁହାଯାଏ। ଏହି କାର୍ତ୍ତିକ ମାସରେ ଦାନ ତପ ଜପ ଭକ୍ତି ପୂଜା ପାଠ କରିବା ହଜାରେ ଗୁଣ ଫଳ ଦେଇଥାଏ। ଆଉ ମାନ୍ୟତା ଅଛି କି କାର୍ତ୍ତିକ ମାସ ଶେଷ ହେବା ପୂର୍ବରୁ ଯଦି ଆପଣ କୌଣସି ବିଶେଷ କାମ କରିଦେଉଛନ୍ତି ତ ବ୍ୟକ୍ତିର ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହିତ ଭାଗ୍ୟର ଦ୍ୱାର ଉପରେ ଖୋଲିଯିବ। ତ ପ୍ରଥମ କାମଟି ହେଉଛି ତୁଳସୀ ମାତାଙ୍କ ପାଖରେ ଦୀପ ଜଳାଇବା। କାର୍ତ୍ତିକ ମାସରେ ପ୍ରତିଦିନ ତୁଳସୀ ଚଉରାରେ ସନ୍ଧ୍ୟାରେ ଘିଅର ଦୀପ ଜଳାଇଲେ ଘରର ସମସ୍ତ ନକାରାତ୍ମକ ଊର୍ଜା ଦୂର ହୋଇଥାଏ। କାର୍ତ୍ତିକ ମାସର ଶେଷ 5 ଦିନ ତୁଳସୀ ମାତାଙ୍କୁ ଦୀପଦାନ କରିବା ଦ୍ୱାରା ଧନ ସମ୍ପତ୍ତି ଓ ସୌଭାଗ୍ୟକୁ ଲାଭ କରିପାରିବେ। ମାତା ତୁଳସୀଙ୍କ ଆଶୀର୍ବାଦ ଯଦି ଥରେ କୌଣସି ବ୍ୟକ୍ତିକି ମିଳିଯାଏ ତ ସେହି ବ୍ୟକ୍ତିର ଘରେ ଧନର ଲାଭ ହୋଇଥାଏ। ଏହା ସହିତ ଭଗବାନ ବିଷ୍ଣୁଙ୍କର କୃପା ମଧ୍ୟ ମିଳିଥାଏ। ଦ୍ୱିତୀୟ କାମଟି ହେଉଛି ଗୋମାତାଙ୍କୁ ଭୋଜନ ଦେବା। କାର୍ତ୍ତିକ ମାସଟି ଭଗବାନ ଶ୍ରୀ କୃଷ୍ଣଙ୍କର ବି ସବୁଠାରୁ ପ୍ରିୟ ମାସ। ଆଉ ଏହି ପବିତ୍ର ମାସରେ ଗୋମାତାଙ୍କୁ ଭୋଜନ ସହିତ ଗୁଡ଼ ପାଣି ସବୁଜ ଚାରା ଚଣା ରୁଟି ଆଦି ଭୋଜନ ଦେଲେ ଭଗବାନ ଶ୍ରୀକୃଷ୍ଣ ଅତ୍ୟନ୍ତ ପ୍ରସନ୍ନ ହୋଇଥାଏ। ଏହା ଦ୍ୱାରା ଘରେ ସମସ୍ତ ବାଧା ବିଘ୍ନ ଦୂର ହୋଇଯାଇଥାଏ। କିନ୍ତୁ ଧ୍ୟାନ ଦେବେ ଗୋମାତାଙ୍କୁ କେବେ ଭୁଲରେ ବି ବାସି ଖାଦ୍ୟ ବା ଅଇଁଠା ଖାଦ୍ୟ ଦେବେ ନାହିଁ। ଏହା ଦ୍ୱାରା ଫଳ ବିଫଳିତ ମିଳିଥାଏ। ତ ତୃତୀୟ କାର୍ଯ୍ୟଟି ହେଉଛି ଗୀତା ପାଠ। ଏହି କାର୍ତ୍ତିକ ମାସରେ ମାତ୍ର ଗୋଟିଏ ଦିନ ପାଇଁ ହେଉ ପଛେ ଯଦି ଜଣେ ବ୍ୟକ୍ତି ଗୀତା ପାଠ କରିଥାନ୍ତି ତ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ। ଆଉ ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସରେ ଗୀତା ପାଠ କଲେ ପିତୃଦୋଷ ଶନି ଦୋଷ ଗୃହ ଦୋଷ ବାଧା ଦୂର ହୋଇଥାଏ। ତେଣୁ ଏହି ପୁଣ୍ୟ ମାସରେ ଗୀତା ପାଠ ଜରୁର କରନ୍ତୁ। ଆଉ କାର୍ତ୍ତିକ ମାସଟି ଶେଷ ହେବା ପୂର୍ବରୁ ଏହି ସବୁ କାମ ପୁରା ନିଷ୍ଠାର ସହ କରିବେ ଯଦି ତ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର କୃପା ବର୍ଷା ହୋଇଥାଏ ଯାହାଦ୍ୱାରା ଆପଣଙ୍କ ଘରେ ଧନର ବର୍ଷା ହେବା ଷ୍ଟାର୍ଟ ହୋଇଯାଇଥାଏ।